ଭିତରୁ ଧୂପଗୁମ୍ଫ ଚନ୍ଦନ ଅପୂର୍ବ ମହକ ମହାପ୍ରସାଦ ପ୍ରତିମ ମହମ ବାସୁ ଶୁଣିଲ ଆମ ଘରକୁ ଏତେ ଗୁଡିଏ ଭାର କେତେ ଖଣ୍ଡ ଗାଡି ଆସିଥିଲା ଗାଡିରେ ଆସିନଥିଲା ସ୍ୱାମୀ ଆଉ ଗୋଟେ ଛୋଟ ପୁଅଟେ ଆଣିଥିଲା ଛୋଟ ପୁଅଟେ ଦେଖିବାକୁ 10-12 ବର୍ଷର ହବ 10-12 ବର୍ଷର ପୁଅଟେ ଏତେ ଗୁଡିଏ ଭାର ସ୍ୱାମୀ ସେ ଏତେ ପୁଅ ଏତେ ଭାର କେମିତି ଆଣିଲା କେବଳ ସେତେବେଳେ ସେଇ କଥା ଭାବି ଭାବି ମୁଁ ଆଚାର୍ଯ୍ୟ ହେଲାନି ସେଇ 10-12 ବର୍ଷର ପୁଅ ଆଶ୍ଚର୍ଯ୍ୟ ହେଇଗଲେ ଗୀତା ମନର ସନ୍ଦେହ ଯାହା ଉଙ୍କି ମାରିଥିଲା ସେ ସନ୍ଦେହ କାହା ଦ୍ୱାରା ସମ୍ଭବ ତାରି ଦେଖି ହବ ଆଉ କାହା ଦ୍ୱାରା ଏ କଥା ସମ୍ଭବ ହେଇ ନପାରେ ମନେ ମନେ ଚିନ୍ତା କଲେ ଗୀତା ପ୍ରଭୁ କଣ ଟିକେ ଅଭିମାନ ତୋତେ କହିଦେଲି ବୋଲି ଯେ ତୁ ଶେଷରେ ଅକିଞ୍ଚନ ଗୀତା ପଣ୍ଡା ଘରକୁ ନିଜେ ଭାଇ ଭାର ନେଇକି ଆସେ ଦେଖିଦେଲେ ଘର ସାରା ଭାରରେ ଭରପୁର ହେଇଯାଇଛି ଧୂପଗନ୍ଧ ଚନ୍ଦନ ଅପୂର୍ବ ମହକ ମହାପ୍ରସାଦ ପ୍ରତିମ ମହମ ବାସୁଛି ତଥାପି ଏ କଥା ଆଉ ଟିକେ ସନ୍ଦେହ ଦୂର ପାଇଁ କିନ୍ତୁ ଶୁଣିଲ ଯୋଉ କୋଟି ଭାର ଆଣିଥିଲା ଦେଖିବାକୁ କେମିତି ସୁନ୍ଦର କହିଦିଏ ଗୀତା ପଣ୍ଡାର ସ୍ତ୍ରୀକଲା ସ୍ୱାମୀ ଯୋଉ କୋଟି ଭାର ଆଣିଥିଲା ଏବେ ବି ତା ରୂପ ସ୍ୱଭାବ ଆଖିରେ ନାଚୁଛି ଏବେ ସେ ରୂପ ପ୍ରତିବିମ୍ବିତ ହଉଛି ସେ ପୁଅଟା କେତେ ସୁନ୍ଦର ଏମିତିଆ ପୁଅଟେ ମତୀତରେ କେବେ ଦେଖିନଥିଲି ଏମିତି ଆପଣଟେ ଭବିଷ୍ୟତରେ କେବେ ଦେଖିବି ତା ସ୍ୱପ୍ନର ବାହାରେ ସେ ପୁଅଟା ଦେଖିବ ଠିକ ସେ ଚନ୍ଦନ ଚର୍ଚିତ ନୀଳ করে ପୂର୍ବରୁ କେବେ ଦେଖିଲି ଯେ ଆଉ କେବେ ଭବିଷ୍ୟତରେ ଦେଖିଲି ତା ମୋ ସ୍ୱପ୍ନର ବାହାରେ ଖାଲି କଣ ସେତିକି ସେ ପୁଅଟା ବାହା ଠିକ ସେଇ ଭଳିଆ ଏବେ ବି ତାର ସ୍ୱଭାବ ଆଖିରେ ପ୍ରତିଛନ୍ଦିତ ହଉଛି ବିଲଗ୍ନ ଚିନ୍ତାମଣି ଅଭିମନ ସାମନ୍ତ ସିଂହାର ଭାଷାରେ ପୁଅଟା କେମିତି କଳା କଞ୍ଜ ଦଳା ଅଞ୍ଜନ ମର୍ଦ୍ଦନ সম্পর্কে কহিদেলা বে গীতা পড়া স্পষ্ট হয়ে গেল স্বামী ইয়া আউ কেই নহ মন কথা মনে রাখছন স্বামী আউ গোটে কথা শুনলনি আউ কোন কইব সে পো নিজে ভার নেই আসিছিলা সে পো নিজে ভার আইলা তা কাঁধরু নিজে ভার ওলাই গেলি তুমি তা কাঁধরু ভার ওলাই গেল বহু ঝাল বিন্দু পছিলি হ্যাঁ বড় তো কান্দিলা বিঞ্চি দেলি আরে বাহ হেলে মনর গোটে অপসোস রহিগলা আরে এতে সব করিবা পরে আর অবসোস করা হইলা সে বউকে যেতবে খাইবা পাই ডাকিলি সে বউ মনা কলা তে আলো খড়ি না পড়ে আজ সকালে তা জিভটা কাটি দে কোন সে পুଅ କହିଲା ତା ମା ତା ପୁଅର ଜୀବନ କାଟି ଦେ
ଯେତେବେଳେ ସେ ପୁଅକୁ ସେ ମାର ପରିଚୟ ପଚାରିଲି ସେ ପୁଅ ଗଲାବେଳେ ମତେ କହିଦେଇକି ଯାଇଥିଲେ ତମେ କୁଆଡେ ସାଇଲେ ତା ମାକୁ ଚିହ୍ନିଛ ଆସ ମୋ ସାଥିରେ ଦେଖେଇଦେବ ସାଇଲେ ସେ ମା ଦେଖେ ଗୀତା ପଣ୍ଡାର ସ୍ତ୍ରୀ କହିଲା ସ୍ୱାମୀ ସେ ପୁଅ ଭାର ଆଣିଥିଲା ସତ୍ୟ କିନ୍ତୁ ଗଲାବେଳେ କହିଦେଇ ଯାଇଛି ଯୋଉ ମା ତା ଜିଭ କାଟିଛି ତମେ ତା ମାକୁ ଚିହ୍ନିଛ ମତେ ଆଗ ଆସ ଚିହ୍ନେଇଦେବ ସେ ମାଟା କିଏ ମୁଁ ତାକୁ ଠିକଣା ଭାବରେ ଜବାବ ଦେବି ଗୀତା ପଣ୍ଡା ମନେ ମନେ ଚିନ୍ତା କଲେ ପ୍ରଭୁ ଯାହା ତ ମୋ ଘରକୁ ଭାର ନେଇକି ଆସିଲୁ ଇଏ ଗଲାବେଳେ ଏମିତିଆ କଥାଟେ ମୋ ଉପରେ ଛାଡି କାହିଁକି ଗଲୁ ମୁଁ କୋଉ ସେ ମାର ପରିଚୟ ଆଣିବି କାହିଁକି ପ୍ରଭୁ ମତେ ଏତେ ଅଲଗା ପକେଇଲୁ ସ୍ତ୍ରୀକି ଭାଙ୍ଗିବାକୁ ଚେଷ୍ଟା କଲେ ଶୁଣ ତା ମା ତା ପୁଅ ଯିବ କେତେ ଆମ ମୁଁ କିଛି ଶୁଣିବିନି ସେ ମାର ପରିଚୟଟା ମୋର ଦରକାର ଏ ତ ସହଜେ କହିହୁଇ କହିଲା ସେ ପୁଅ କହିଲେ କାହିଁକି ତମେ ତା ମାକୁ ଚିହ୍ନି ଗୀତା ପଣ୍ଡା କହିଲେ ପ୍ରଭୁ तो माया देवे तो माया ମୁଁ କିଛି ଶୁଣିବିନି ସେ ମାର ପରିଚୟ ଯେତେବେଳେ ଜିଦ୍ କରି ବସିଲା ସିଏ ପୁଅ ଗଲାବେଳେ କହିଲେ ଯାଇକି ତମେ ତା ମାକୁ ଚିହ୍ନିଛ ଆସ ଆଗକୁ ଦେଖିବାକୁ ସେ ମାଟା କିଏ ଗୀତା ପଣ୍ଡା ବିଚାର କରି ତୁ ସହଜେ ଛାଡ଼ିବନି ତାହେଲେ ତମେ ଜାଣିବାକୁ ଚାହୁଁଛ ସେ ମାଟା କିଏ ଶୁଣ ସେ ମା ଜଣକ ଆଉ କେହି ନୁହନ୍ତି ସେ ମା ଜଣକ ହେଉଛ ତମେ ପରେ ଆବାଜ ମସ୍ତକ ଧରି ଉଠିଲା ସେ ପୁଅକୁ ତ ମୋ ଜୀବନ ଆଜି ପ୍ରଥମେ ଦେଖିବା ମୁଁ ତ ପୂର୍ବରୁ କେବେ ଦେଖି ମୁଁ କାହିଁକି ସେ ପୁଅ ଜୀବ କାଟି ଏ କଥା କହୁଛ ସେଦିନ ଗୀତା ପଣ୍ଡା କହିଲେ ହଁ ମହାପ୍ରଭୁ ଯେତେ ଅବତାର ହୁଅନ୍ତି ଶ୍ରୀମଦ ଭଗବତ ଗୀତା ସେ ପ୍ରଭୁର ବାଙ୍ଗ୍ମୟ ଅବତାର ସେ ପ୍ରଭୁର ବାଣୀ ଅବତାର ତମେ ଗୀତା ପୃଷ୍ଠାକୁ କାଟି ଦେଇନ ଯେ ଜଗନ୍ନାଥ ମହାପ୍ରଭୁ ଜିହ୍ୱାଟାକୁ କାଟିଦେଲ ତମେ ଶବ୍ଦ ବ୍ରହ୍ମକୁ କାଟି ଦେଇନ ଯେ ଦାରୁ ବ୍ରହ୍ମ ଜିହ୍ୱାଟାକୁ କାଟିଦେଲ ତମେ ସେଇ ହତଭାଗିନୀ ଅଲେଖିনী ମା କାରଣ ପ୍ରଭୁ ନିଜେ କହିଛନ୍ତି କଣ କହିଲେ କହିଲେ ଗୀତା ଏମହଂ ତିଷ୍ଠାମି ଗୀତା ମେ ଚୋଦମଂ ଗୃହଂ ଗୀତା ଜ୍ଞାନ ଉପାଶ୍ରିତ୍ୟ ତ୍ରୈଲୋକ୍ୟାଂ ପାରୟାମି ଭଗବାନ ନିଜେ କହିଛନ୍ତି ଗୀତା ଏମହଂ ତିଷ୍ଠାମି ମୁଁ ଗୀତାରେ ରୁହେ ଗୀତା ମେ ଚୋଦମଂ ଗୃହଂ ଗୀତା ମେ ଅସନ୍ତ ଶବ୍ଦ ସଂସ୍କୃତ ବଚନ ମମ ମେ ଅର୍ଥଂ गीता में चौतम 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 गीता हूँ मोर स्वरूप गीता हूँ मोर अवस्था गीता मोर अवस्थिति तुम्हें गीता पुस्तक काटी देई दे जगन्नाथ महाप्रभु तमे शब्द ब्रह्म काटी देई दे दार ब्रह्म जीवार काटी दलो तमे से अलक्षणी गुणी जरा पर थई उठिला बात ए मां दौड़ी वाला ठाकुर घर केबे ता जीवन रे ठाकुर घरे जगन्नाथ विग्रह करे मुंड लगे मुंडिया बारी সেদিন কিন্তু সেই মহাপ্রভুর প্রতিকৃতি তলে সেই মহাপ্রভুর বিগ্রহ তলে লম্বারি পড়িগলা গীতা পণ্ডা স্ত্রী কলা প্রভু মতে ক্ষমা করে দিয়ন্তু ମୁଁ ହତଭାଗିନୀ ଆପଣଙ୍କର ଅପୂର୍ବ ମହିମା ଜାଣିପାରୁନଥିଲି ପ୍ରଭୁ କମଳାଚନ୍ଦ୍ର ଠାକୁର ଅଭିୟାନ ସାହିତ୍ୟରୁ ବିଦାୟୀ ଅନୁଶୋଚନା କଲା ସେଦିନ ଗୀତା ପଣ୍ଡା ସ୍ତ୍ରୀ କଲା ପ୍ରଭୁ ମାର ତାର ଯାହା କର ହେ ପାରେ हे महाप्रभु मते क्षमा कर दियंतु मु जानि पार नथिले आपनकर अपूर्व महिमा मते आपण तिरस्कार करंतु ना भिंगी देले बडे बसिबी आले नाही गो बाबा हे आले नाही गो
ଗୀତା ପଣ୍ଡାର ସ୍ତ୍ରୀ ସିନା ଅନୁଶୋଚନା କରୁଛି ଭଗବାନଙ୍କ ପାଖରେ, ଗୀତା ପଣ୍ଡା ଠିଆ ହେଇଛି ମନେ ମନେ ବିଚାର କଲା, ହାୟ ଜୀବନର ଅପରାଧରେ ଜୀବନର ସାୟନରେ ମୁଁ ପହଞ୍ଚି ସାରିଲିଣି। ସବୁଦିନ ମନ୍ଦିର ଯାଇ ସବୁଦିନ ଜଗନ୍ନାଥଙ୍କ ପାଖରେ ଗୌରସ୍ତମ୍ଭ ପଛେ ଡାକି 22 ପାହାଚରେ ଗୀତା ପଢି ମୁଁ କେବେ ଜଗନ୍ନାଥଙ୍କୁ ନ ପାଇଲା ବେଳେ, ମୁଁ କେବେ ମହାପ୍ରଭୁର ଦିବ୍ୟ ଦର୍ଶନ ନ ପାଇଲା ବେଳେ ମୋ ସ୍ତ୍ରୀ ସ୍ୱାମୀ ନିନ୍ଦା କରୁଥିଲା, ଶାସ୍ତ୍ର ନିନ୍ଦା କରୁଥିଲା, ପ୍ରଭୁ ନିନ୍ଦା କରୁଥିଲା। ଏ ସବୁ ସତ୍ତ୍ୱେ ସେ ଆଜି କେଡ଼େ ଭାଗ୍ୟବତୀ ହେଇଗଲା ଯେ ମହାପ୍ରଭୁର ଦିବ୍ୟ ସ୍ୱରୂପ ଦର୍ଶନ କଲା। ପ୍ରଭୁ କାନ୍ଧରୁ ବାହାର ସିଏ ଓହ୍ଲେଇଗଲା, ପଣତକାନିରେ ଝାଳ ବିନ୍ଦୁ ପ୍ରଭୁର ସିଏ ପୋଛିଦେଲା, ପଣତକାନିରେ ବିଞ୍ଚି ଦେବା, ସେବା କରିବା ଅପୂର୍ବ ସୁନ୍ଦର ସେ କଥା। ଗୀତା ପଣ୍ଡା ବସିକି ବିଚାର କଲେ, ହାୟ ମୋ ଜୀବନ ଅପରାଧରେ ମୁଁ ସବୁଦିନ ମନ୍ଦିର ଯାଇ ମୁଁ ସବୁଦିନ ଜଗନ୍ନାଥଙ୍କୁ ଡାକି ମୁଁ କେବେ ଜଗନ୍ନାଥଙ୍କୁ ନ ପାଇଲା ବେଳେ ସ୍ୱାମୀ ନିନ୍ଦା କରୁଥିଲା, ଶାସ୍ତ୍ର ନିନ୍ଦା କଲା, ପ୍ରଭୁ ନିନ୍ଦା କରୁଥିଲା। ଇଏ ସବୁ ସତ୍ତ୍ୱେ ସିଏ ଜଗନ୍ନାଥଙ୍କର ଅପାର କରୁଣା ବିଲମ୍ବିତ କରି କହିବାର ଉଦ୍ଦେଶ୍ୟ, ଯୋଉ ଗୀତା ପଣ୍ଡା ତା ଜୀବନ କାଳ ଭିତରେ ସବୁଦିନ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରଭୁଙ୍କୁ ନ ପାଇଲା ବେଳେ ଘର କୋଣରେ ତା ସ୍ତ୍ରୀ ସ୍ୱାମୀ ନିନ୍ଦା କରୁଥିଲା, ଶାସ୍ତ୍ର ନିନ୍ଦା କରୁଥିଲା, ପ୍ରଭୁ ନିନ୍ଦା କରୁଥିଲା। ଏ ସବୁ ସତ୍ତ୍ୱେ ସିଏ ଆଜି ପ୍ରଭୁଙ୍କୁ ପାଇଗଲା। କଣ ପାଇଁ ସେ ପାଇଲା? ନା ଗୀତା ପଣ୍ଡା ଭଳି ଜଣେ ପରମ ଜଗନ୍ନାଥଙ୍କ ଭକ୍ତ ସଂସ୍ପର୍ଶରେ ଆସିଥିବାରୁ ଇଏ ସ୍ୱାମୀ ନିନ୍ଦିକା ହଉ, ଶାସ୍ତ୍ର ନିନ୍ଦିକା ହଉ, ପ୍ରଭୁ ନିନ୍ଦୁକା ହଉ, ଶେଷରେ ସେ ପ୍ରଭୁଙ୍କୁ ପାଇଗଲା। ଇଏ ଜୀବ ସାଧୁ ସଙ୍ଗ ଆଜ୍ଞା